ଟିକେ ଯେମିତିକା ଥଣ୍ଡା ହେଉଛି ମନ ହେଉଛି ସବୁବେଳେ ଚଟପଟା ଆଉ ଟେଷ୍ଟି ଟେଷ୍ଟି ଖାଇବା ପାଇଁ। ମୁଁ ଏଠି ଗରମ ଗରମ ଚା ସହିତ ଆଉ ଗରମ ଗରମ ପକୁଡ଼ିର ରେସିପିଟା ଆପଣମାନଙ୍କ ପାଇଁ ଆଣିଛି। ଆପଣମାନେ ମୋ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ ଛୋଟ ଲାଇକ୍ ଟିକେ କରିବେ ଆଉ ନୂଆ ଥିଲେ ମୋ ଚ୍ୟାନେଲରେ ସବସ୍କ୍ରାଇବ୍ କରିବେ। ମୁଁ ଏଠି ବୁଟ ଡାଲି ଆଉ ମସୁର ଡାଲିକି ଆଗରୁ ଭିଜେଇକି ରଖିଦେଇଥିଲି। ଦରଦରା ଗ୍ରାଇଣ୍ଡିଙ୍ଗ କରିବେ, ବେଶୀ ପ୍ଲେନ୍ ଗ୍ରାଇଣ୍ଡିଙ୍ଗ କରିବେନି। ଦରଦରା ଗ୍ରାଇଣ୍ଡିଙ୍ଗ କଲେ ତାର ଟେଷ୍ଟଟା ଭଲ ଲାଗିବ। ବୁଟ ଡାଲି ଆଉ ମସୁର ଡାଲିକି ମିଶେଇକି ପକୁଡ଼ି ଛାଣିଲେ ବହୁତ ଟେଷ୍ଟ ଲାଗିଥାଏ। ମୁଁ ଏଠି ସ୍ୱାଦ ଅନୁସାରେ ଲୁଣ ଆଉ ଜିରା, ଜୁଆଣି ହାତରେ ଟିକେ କ୍ରସ୍ କରି ଜୁଆଣି ପକେଇ ଦେଇଥିଲି। ତାପରେ ମୁଁ ଭୃଷଙ୍ଗ ପତ୍ର, ଧନିଆ ପତ୍ର ଆଉ ପିଆଜ ଏସବୁକୁ ଦେଇ ମୁଁ ଭଲସେ ଗୋଳେଇ ଦେଉଛି। ଆପଣମାନେ ଚାହିଁଲେ ଏଥିରେ ବେସନ ପକାଇ ପାରିବେ, ମୁଁ ଏଥିରେ ବେସନ ପକାଉନି। ସତରେ ବୁଟ ଡାଲି ଆଉ ମସୁର ଡାଲିକି ମିଶେଇକି ଆପଣମାନେ ପକୁଡ଼ି କରି ଖାଆନ୍ତୁ, ନିହାତି ଭାବରେ ଜାଣିପାରିବେ କିପରି ଲାଗିଲା। ଭିଡ଼ିଓଟି ମୋର ଭଲ ଲାଗିଥିଲେ ଆପଣମାନେ ଲାଇକ୍ କରିବେ, ନୂଆ ଥିଲେ ମୋ ଚ୍ୟାନେଲରେ ନିଶ୍ଚିତ ସବସ୍କ୍ରାଇବ୍ କରିବେ। ଏଠି ମୋର ପକୁଡ଼ି ତ ହେଇଗଲା। ତାପରେ ମୁଁ ଆପଣମାନଙ୍କୁ ଦେଖାଉଛି ମୋର ସେଇଥିରେ ଯେଉଁ ଅଧା ମୁଁ ପକୁଡ଼ି ଛାଣିଲି ଆଉ ଅଧା ମୁଁ ରଖିଥିଲି କୋବି ପକୋଡ଼ା ଛାଣିବା ପାଇଁ। କୋବିକି ଆଗରୁ ମୁଁ ଭଲସେ ଧୋଇ ଧାଇକି ରଖିଦେଇଥିଲି। ପତଳା ପତଳା କରି ମୁଁ କାଟିଛି। ସ୍ୱାଦ ଅନୁସାରେ ଲୁଣ ପକାଇ ଦେଉଛି। ତାପରେ ଏଠି ମୋର ହେଲାନି, ଆଉ ଟିକେ ମୋର ଦରକାର ହେଉଛି, ଯେହେତୁ ମୁଁ ସେଥିପାଇଁ ମୁଁ ବେସନ 2 ଚାମଚ ଖଣ୍ଡେ ଦେଇଦେଉଛି। ତାପରେ କ୍ରିସ୍ପି ହେବା ପାଇଁ ମୁଁ ଏଠି କର୍ଣ୍ଣଫ୍ଲୋର ଦେଇଦେଉଛି। କର୍ଣ୍ଣଫ୍ଲୋର ଆପଣମାନେ ଆପଣଙ୍କ ଇଚ୍ଛା ଦେଇପାରନ୍ତି, ନ ଦେଇପାରନ୍ତି। ନଦେଲେ ବି ବହୁତ ଭଲ ଲାଗିବ, ଦେଲେ ବି ଭଲ ଲାଗିବ, ଆପଣଙ୍କ ଖୁସି। କିନ୍ତୁ ଭଲ ଲାଗୁଥିଲା ପକୁଡ଼ିଟି ଆମର, ସେଥିରେ ବହୁତ ଭଲ ଲାଗୁଥିଲା। ଆପଣମାନେ ନିହାତି ଭାବରେ ବନେଇକରି ଖାଆନ୍ତୁ ଆଉ କିପରି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ଥଣ୍ଡା ଥଣ୍ଡା ପାଗକୁ ଗରମ ଗରମ ପକୁଡ଼ି ଆଉ ନାଲି ଚାହା ଖାଇକି ଘରେ ସମସ୍ତେ ଖୁସି ହେଇଗଲେ। ରେଡ଼ି ହେଇଗଲା ଆମର ଗରମ ଗରମ ପକୁଡ଼ିକି ଗରମ ଗରମ ଚା। ଭିଡ଼ିଓଟି ମୋର ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ରହୁଛି, ନମସ୍କାର।